କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଲାଖବାହାଲି ପଞ୍ଚାୟତ ତାଳବୋରା ଗାଁରେ ଅସ୍ଥାୟୀ ପାଳ କୁଡ଼ିଆରେ ନିଆଁ ଲାଗି ଦୁଇ ଶିଶୁ ଜୀବନ୍ତ ଦଗ୍ଧ। ଦୁଇ ଶିଶୁଙ୍କ ମା ଅସ୍ଥାୟୀ ପାଳ କୁଡ଼ିଆରେ ଶିଶୁଙ୍କୁ ବସାଇ ପାଖ ଜଙ୍ଗଲରେ କାଠ ସଂଗ୍ରହ କରୁଥିଲେ ଏବଂ କିଛି ସମୟ ପରେ ଫେରି ଦେଖିବା ବେଳକୁ କୁଡ଼ିଆରେ ନିଆଁ ଲାଗି ଦୁଇ ଶିଶୁ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଗୁଣପୁର ସହର ଗଣେଶ ବିହାର ଅଞ୍ଚଳରେ ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ସ୍ୱାମୀ ଶାଶୁ ଏବଂ ଶ୍ୱଶୁରଙ୍କୁ ଗିରଫ କଲା ପୋଲିସ। ଗତ 9 ତାରିଖ ରାତିରେ ନବବିବାହିତା ମହିଳାଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଥିଲା ଏବଂ ତାଙ୍କ ପରିବାର ଲୋକ ମୃତ୍ୟୁ ଖବର ପାଇବା ପରେ ଥାନାରେ ଅଭିଯୋଗ କରିଥିଲେ। ଢେଙ୍କାନାଳ ଜିଲ୍ଲାର ବିଶ୍ୱ ପ୍ରସିଦ୍ଧ ଜୋରନ୍ଦା ମେଳାରେ ଗତକାଲି ଗାଦି ମନ୍ଦିରର ଚାରି ଦ୍ୱାରରେ ଝାଡ଼ ଦୀପ ପ୍ରଜ୍ୱଳିତ ହୋଇଛି। ଗୁରୁ ବ୍ରହ୍ମ ମହିମା ଅଲେଖ ଧ୍ୱନିରେ ମହିମା ଗାଦି ଅଞ୍ଚଳ ପ୍ରକମ୍ପିତ ହୋଇ ଉଠିଥିବା ବେଳେ ଚଳିତ ବର୍ଷ ମେଳାରେ 5 ଲକ୍ଷରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି ଏବଂ ସନ୍ଧ୍ୟା 5:15 ସମୟରେ ଗାଦି ମନ୍ଦିରର ପଶ୍ଚିମ ଦ୍ୱାରରେ ନୀତି ସେବକ ସନ୍ନ୍ୟାସୀଙ୍କ ଦ୍ୱାରା ଝାଡ଼ ଦୀପ ପ୍ରଜ୍ୱଳନ କରାଯାଇଥିଲା। କୋଣାର୍କ କାକଟପୁର ରାସ୍ତା ବଢେଇ ଛକ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ମଣ୍ଡପକୁ ପିଟିଲା ବାଇକ୍। ଏଥିରେ ଦୁଇ ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ମେଡିକାଲରେ ଭର୍ତ୍ତି। ମୃତାହତମାନେ ଚାରି ଛକ ଅଞ୍ଚଳର ହୋଇଥିବା ବେଳେ ସେମାନେ କୋଣାର୍କରୁ କାକଟପୁର ଯାଉଥିଲେ। Preview. Audio Jungle. Audio Jungle. Preview. ଆସନ୍ତା କାଲିଠାରୁ ଆରମ୍ଭ ହେଉଛି ବିଧାନସଭାର ବଜେଟ୍ ଅଧିବେଶନ। ଫେବୃଆରୀ 13ରୁ 21 ପର୍ଯ୍ୟନ୍ତ ପ୍ରଥମ ଏବଂ ମାର୍ଚ୍ଚ 7ରୁ ଏପ୍ରିଲ 5 ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଚାଲିବ ଏବଂ ଅର୍ଥମନ୍ତ୍ରୀ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ 2025-26 ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରିବେ। Preview. ବ୍ରହ୍ମପୁର 16 ନମ୍ବର ଜାତୀୟ ରାଜପଥ ବିଲୁ ଢାବା ସମ୍ମୁଖରେ ଟ୍ରକକୁ ଅଟକାଇ ଡକାୟତି ଉଦ୍ୟମ ବେଳେ 3 ଗିରଫ। ସେମାନେ ସ୍ଥାନୀୟ ଲୋକଙ୍କ ହାତରେ ଧରା ପଡ଼ିଥିବା ବେଳେ ଗୋପାଳପୁର ପୋଲିସକୁ ଜିମା ଦେଇଥିଲେ। ଗିରଫ ଅଭିଯୁକ୍ତମାନେ ହେଲେ ଗୋସାଣୀ ନୂଆଗାଁ ଥାନା ଅନ୍ତର୍ଗତ ଗୋସାଣୀ ନୂଆଗାଁ ବୃନ୍ଦାବନ ସାହିର ରାଜେଶ ମହାପାତ୍ର, ବନ୍ଧ ସାହିର ଦୀପକ ପଣ୍ଡା ଓ ତୋଟା ସାହିର ସୋନୁ ପାଢୀ। Preview. କଟକ କାଠଯୋଡି ନଦୀରୁ ମୃତଦେହ ଠାବ। ନେତାଜୀ ସୁଭାଷ ଚନ୍ଦ୍ର ବୋଷ ସେତୁ ତଳେ ଜଣେ ଛାତ୍ରଙ୍କ ମୃତଦେହ ସ୍ଥାନୀୟ ଲୋକେ ଦେଖି ମରକତ ନଗର ଥାନା ପୋଲିସକୁ ଖବର ଦେଇଥିଲେ ଏବଂ ମରକତ ନଗର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ଛାନବିନ ଜାରି ରଖିଛି। Preview. 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 Audio Jungle. Audio Jungle. Preview. ନୟାଗଡ଼ ଜିଲ୍ଲା ଇଟାମାଟି ବଜାରରେ ଭାରସାମ୍ୟ ହରାଇ ଜଣେ ବ୍ୟକ୍ତିଙ୍କୁ ଧକ୍କା ଦେଇ ଦୋକାନକୁ ପିଟିଲା କାର। ଦୁର୍ଘଟଣାରେ 2 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଘଟଣାସ୍ଥଳରୁ କାର ଡ୍ରାଇଭର ଫେରାର ଏବଂ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନବିନ ଜାରି ରଖିଛି। Preview. ଅନୁଗୁଳର ଗଡ଼ଶାନ୍ତି ପଞ୍ଚାୟତ ଭଗବତପୁର ଗାଁରେ ଖୁଡି ଓ ଝିଆରୀଙ୍କ ବେକରେ ଛୁରୀ ଲଗାଇ ଟଙ୍କା ସହ ସୁନା ଗହଣା ଲୁଟ୍ କଲେ ଦୁର୍ବୃତ୍ତ ଏବଂ ସମସ୍ତ ଦୁର୍ବୃତ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ଅଭିଯୋଗ ଆଧାରରେ ବରଂପାଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନବିନ ଜାରି ରଖିଛି। Preview.
ଏବଂ ସମ୍ବଲପୁର ଭୀମସାରରେ ପୁଣି ରାଗିଂ ଅଭିଯୋଗ। ଜଣେ ଦ୍ୱିତୀୟ ବର୍ଷର ଛାତ୍ରଙ୍କୁ ତୃତୀୟ ବର୍ଷର କିଛି ଜଣ ଛାତ୍ର ରାଗିଂ କରିଥିବାର ଅଭିଯୋଗ ହୋଇଛି। ଏନେଇ ରାଗିଂର ଶିକାର ହୋଇଥିବା ଛାତ୍ରଙ୍କ ମା ଅଧ୍ୟକ୍ଷଙ୍କ ନିକଟରେ ମୌଖିକ ଭାବେ ଅଭିଯୋଗ କରିଛନ୍ତି। ଫଳରେ କଲେଜ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଛାନବିନ ଜାରି ରହିଛି। Preview.